ଚାଲନ୍ତୁ ଗୋଟେ ବହୁତ ସିଧାସାଧା ପ୍ରଶ୍ନରୁ ଆରମ୍ଭ କରିବା କିନ୍ତୁ ଏହାର ଉତ୍ତର ଖାସ୍ କରି ଦକ୍ଷିଣ କୋରିଆର ଛାତ୍ରଛାତ୍ରୀମାନଙ୍କ ପାଇଁ ଆମକୁ ଏକ ଆଶ୍ଚର୍ଯ୍ୟକର ଦୁନିଆକୁ ନେଇଯିବ। ଆଚ୍ଛା, ଭାବିକି ଦେଖିଲେ ଜଣେ ଦିନକୁ କେତେ ଘଣ୍ଟା ପଢ଼ିପାରିବ? 3 ଘଣ୍ଟା? 5 ଘଣ୍ଟା? ବହୁତ ବେଶୀ ହେଲେ 7 କି 8 ଘଣ୍ଟା? ଏହାଠୁ ବେଶୀ ତ କେହି ଭାବି ବି ପାରିବେନି। କିନ୍ତୁ ଯଦି ମୁଁ କହିବି ଗୋଟେ ଦେଶ ଅଛି ଯେଉଁଠି ପିଲାମାନେ ପ୍ରତିଦିନ ଏମିତି ଏକ ସମୟ ପର୍ଯ୍ୟନ୍ତ ପଢ଼ନ୍ତି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ? ବିଶ୍ୱାସ ହେଉନି ନା? ହଁ, ଏହା ଏକଦମ ସତ। ଦକ୍ଷିଣ କୋରିଆରେ ପିଲାମାନଙ୍କ ପାଇଁ ଦିନକୁ 17 ଘଣ୍ଟା ପାଠ ପଢ଼ିବାଟା ଗୋଟେ ସାଧାରଣ କଥା। ତେବେ ଚାଲନ୍ତୁ ଏହି ପୁରା ସିଷ୍ଟମ ଭିତରକୁ ଯାଇ ଦେଖିବା ଯେ ଏହା ପଛର ପ୍ରକୃତ କାରଣଟା କ'ଣ। ତେବେ ପ୍ରଥମେ ଆସନ୍ତୁ ଦେଖିବା ସେଠିକାର ଜଣେ ସାଧାରଣ ଛାତ୍ରର ଦିନଟି କେମିତି କଟେ। ଆଉ ସତ କହୁଛି, ଏହା ଜାଣିଲେ ଆଶ୍ଚର୍ଯ୍ୟ ନ ହୋଇ ରହିହେବନି। ସେମାନଙ୍କ ଦିନ ଆରମ୍ଭ ହୁଏ ସକାଳ 6:30ଟାରୁ ଆଉ 8ଟାରେ ସ୍କୁଲ। ଏଯାଏ ତ ସବୁ ଠିକ୍ଠାକ୍ ଲାଗୁଛି ନା? କିନ୍ତୁ ଅସଲ କାହାଣୀ ଆରମ୍ଭ ହୁଏ ଅପରାହ୍ନ 4:30ଟାରେ। ସେତେବେଳେ ସ୍କୁଲ ତ ଛୁଟି ହୁଏ, କିନ୍ତୁ ମଜା କଥା ହେଲା କେହି ଘରକୁ ଯାଆନ୍ତିନି। ସେମାନେ ସ୍କୁଲରେ ହିଁ ଡିନର କରନ୍ତି ଆଉ ରାତି 10ଟା ପର୍ଯ୍ୟନ୍ତ ପାଠପଢ଼ା ଜାରି ରଖନ୍ତି। ତେବେ ପ୍ରଶ୍ନ ଉଠୁଛି, ସ୍କୁଲ ଛୁଟି ପରେ ସେମାନେ କରନ୍ତି କ'ଣ? ଏହି ସମୟକୁ କୁହାଯାଏ ୟାଜା। ଏହା ହେଉଛି ସନ୍ଧ୍ୟାବେଳର ଏକ ବାଧ୍ୟତାମୂଳକ ସେଲ୍ଫ ଷ୍ଟଡି ସେସନ୍। ଏହା ପଛର ଆଇଡିଆଟା ବହୁତ ସରଳ। ପିଲାମାନେ ଘରକୁ ଗଲେ ହୁଏତ ପାଠରେ ଠିକ୍ ଭାବେ ମନ ଦେଇପାରିବେ ନାହିଁ। ସେଥିପାଇଁ ସ୍କୁଲରେ ରହି ପଢ଼ିବାଟା ହିଁ ସବୁଠୁ ଭଲ। ଆସନ୍ତୁ ଦ୍ୱିତୀୟ ଭାଗକୁ ଯିବା। ଅନ୍ତିମ ପରୀକ୍ଷା। ଏତେ ସବୁ କଠିନ ପରିଶ୍ରମ କାହିଁକି କରାଯାଏ? ଏବେ ଆମେ ଜାଣିବା ସେହି ବଡ଼ କାରଣ ବିଷୟରେ ଯାହା ଏସବୁ ପଛରେ ରହିଛି। ଭାବନ୍ତୁ ତ, ଏତେ କଠୋର ରୁଟିନ୍, ଏତେ ପରିଶ୍ରମ, ଏସବୁ କାହିଁକି? କିଏ ବା ଏମିତି ଜୀବନ ବଞ୍ଚିବାକୁ ଚାହିଁବ? ଏହି ତ୍ୟାଗ ପଛରେ ଆକ୍ଷର କାରଣଟା କ'ଣ? ଆଉ ଏହାର ଉତ୍ତର ହେଉଛି ଗୋଟିଏ ଜିନିଷ, ଜାତୀୟ କଲେଜ ପ୍ରବେଶିକା ପରୀକ୍ଷା। ଜଣେ ଛାତ୍ରର ପୁରା ପାଠପଢ଼ା ଜୀବନର ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା, ଯାହା ତାଙ୍କର ଭବିଷ୍ୟତକୁ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଧାରଣ କରେ। ଏହି ପରୀକ୍ଷା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଜାଣିବା ପାଇଁ ସେହି ଦିନର ଦୃଶ୍ୟକୁ କଳ୍ପନା କରିବାକୁ ପଡ଼ିବ। ଯେତେବେଳେ ଇଂରାଜୀ ଶୁଣିବା ପରୀକ୍ଷା ଚାଲିଥାଏ, ସେତେବେଳେ ଆକାଶରେ କୌଣସି ବିମାନ ଉଡ଼େ ନାହିଁ, ଯେମିତି କିଛି ବି ଶବ୍ଦ ନୁହେଁ। ଯଦି କୌଣସି ପିଲା ଲେଟ୍ ହେଇଯାଏ, ପୋଲିସ ନିଜେ ଗାଡ଼ିରେ ଆଣି ପରୀକ୍ଷା କେନ୍ଦ୍ରରେ ଛାଡ଼ିଦିଏ। ଏପରିକି ଷ୍ଟକ୍ ମାର୍କେଟ ବି ଡେରିରେ ଖୋଲେ। ଏଥିରୁ ହିଁ ଅନ୍ଦାଜ ଲଗେଇ ହେବ ଯେ ଏହା କେତେ ବଡ଼ କଥା। ଆଉ ଏହି ଗୋଟିଏ ପରୀକ୍ଷା ଯାହା ପାଇଁ ବର୍ଷ ବର୍ଷ ଧରି ପ୍ରସ୍ତୁତି ଚାଲିଥାଏ, ସେଇଟା ପୁରା 8 ଘଣ୍ଟା ଧରି ଚାଲେ। ଏହା ଖାଲି ଗୋଟେ ପରୀକ୍ଷା ନୁହେଁ, ବରଂ ଏକ ମାନସିକ ମାରାଥନ୍ କହିଲେ ଭୁଲ ହେବନି। ଏବେ ଆସିବା ତୃତୀୟ ଭାଗକୁ, ସ୍କୁଲ ପରର ସ୍କୁଲ। କିନ୍ତୁ ଭାବୁଥିବେ କାହାଣୀ ଏଇଠି ସରିଗଲା? ଆଦୌ ନୁହେଁ। ରାତି 10ଟାରେ ସ୍କୁଲ ଘଣ୍ଟି ବାଜିବା ପରେ ବି ଏହି ପଢ଼ାପଢ଼ିର ଯାତ୍ରା ଆଗକୁ ବଢ଼ିଥାଏ। ରାତି 10ଟା ପରେ ପିଲାମାନେ ଘରକୁ ଯାଆନ୍ତିନି, ବରଂ ସିଧା ଯାଆନ୍ତି ହାଗୱାନ। ଆଉ ଏହି ହାଗୱାନଗୁଡ଼ିକ ହେଉଛି ପ୍ରାଇଭେଟ୍ କୋଚିଂ ସେଣ୍ଟର, ଯେଉଁଠି ପ୍ରତିଯୋଗିତାରେ ଆଗରେ ରହିବା ପାଇଁ ସେମାନଙ୍କୁ ଆହୁରି ଟ୍ରେନିଂ ଦିଆଯାଏ। ଏହାକୁ ଆକ୍ଚୁଆଲି ସେକେଣ୍ଡ ସିଫ୍ଟ କହିପାରିବା। ଯେଉଁଠି ସାଧାରଣ ସ୍କୁଲ ରାତି 10ଟାରେ ସରେ, ଠିକ୍ ସେଇଠୁ ହାଗୱାନର କାମ ଆରମ୍ଭ ହୁଏ। ଆଉ ଏଠିକାରେ ଟିଚରମାନେ ବି ସାଧାରଣ ନୁହନ୍ତି। ସେମାନଙ୍କୁ କୁହାଯାଏ ସେଲିବ୍ରିଟି ଟ୍ୟୁଟର। ନିଜର ଜବରଦସ୍ତ ପଢ଼ାଇବା ଷ୍ଟାଇଲ ଆଉ ପିଲାଙ୍କ ସଫଳତା ପାଇଁ ସେମାନେ ବହୁତ ଫେମସ୍। ଏହି ଟିଚରମାନେ କେତେ ଲୋକପ୍ରିୟ ତାହା ଗୋଟିଏ ଉଦାହରଣରୁ ଜଣାପଡ଼ିବ। କିମ୍ କି ହୁନ୍ ଜଣେ ବହୁତ ଫେମସ୍ ହାଗୱାନ ଟିଚର, ବର୍ଷକୁ ପ୍ରାୟ $4 ମିଲିୟନ ରୋଜଗାର କରନ୍ତି। ଭାବିପାରୁଛନ୍ତି? ଏଥିରୁ ସେମାନଙ୍କର ଡିମାଣ୍ଡ ଓ ପ୍ରଭାବ କେତେ ତାହା ସ୍ପଷ୍ଟ ଜଣାପଡ଼ୁଛି। ଆଗକୁ ବଢ଼ିବା ଚତୁର୍ଥ ଭାଗକୁ, ଚାପ୍ ଏବଂ ଧାରଣା। ଏବେ ଆସନ୍ତ କ୍ଲାସରୁମ୍ରୁ ବାହାରକୁ ଆସି ଦେଖିବା ଯେ ଏହି ପୁରା ସିଷ୍ଟମ ଯୋଗୁଁ ସମାଜରେ କେମିତି ଚାପ୍ ସୃଷ୍ଟି ହେଉଛି। ବର୍ଷ ବର୍ଷର ଏହି ପ୍ରେସର ପରେ ପରୀକ୍ଷା ସରିବା ଦିନ ଗୋଟେ ଅଜବ ପରମ୍ପରା ଦେଖିବାକୁ ମିଳେ। ପିଲାମାନେ ନିଜର ସବୁ ବହିପତ୍ରକୁ ଚିରି ଦିଅନ୍ତି। ଏହା ଏକ ପ୍ରକାରର ସଂକେତ, ଯେମିତି ସେମାନେ ମୁଣ୍ଡ ଉପରୁ ଏକ ବଡ଼ ବୋଝ ଓହ୍ଲାଇ ଦେଉଛନ୍ତି। କିନ୍ତୁ ଚାପ ଖାଲି ପାଠପଢ଼ାରେ ସୀମିତ ନୁହେଁ। ଏହି ଯେଉଁ ଉଦ୍ଧୃତିଟି ଅଛି, ଏହା ସମାଜର ଏକ ବଡ଼ ସତକୁ ସାମ୍ନାକୁ ଆଣୁଛି। ଦକ୍ଷିଣ କୋରିଆରେ ଗୋଟେ ଧାରଣା ଅଛି ଯେ ଯିଏ ଦେଖିବାକୁ ଯେତେ ସୁନ୍ଦର, ତାକୁ କ୍ୟାରିୟରରେ ସେତେ ସଫଳତା ମିଳେ। ଆଉ ଏହି ସମସ୍ୟା ଏତେ ବଢ଼ିଗଲା ଯେ ସରକାରଙ୍କୁ ବି ଏଥିରେ ମୁଣ୍ଡ ପୂରିବାକୁ ପଡ଼ିଲା। ଚାକିରିରେ ଚେହେରା ଦେଖି ପକ୍ଷପାତ ନ ହେବା ପାଇଁ ସେମାନେ ବ୍ଲାଇଣ୍ଡ ଇଣ୍ଟରଭ୍ୟୁ ଆରମ୍ଭ କଲେ। ଏଥିରେ ଇଣ୍ଟରଭ୍ୟୁ ଦେଉଥିବା ଲୋକର ମୁହଁକୁ ଲୁଚେଇ ଦିଆଯାଏ। ଆସନ୍ତୁ ଏବେ ଶେଷ ଭାଗକୁ ଯିବା, ସିଦ୍ଧତାର ମୂଲ୍ୟ। ଏଠି ଆମେ ଦେଖିବା ଯେ ଏହି ସିଷ୍ଟମର ସଫଳତା ପଛରେ କେଉଁ ଅଦୃଶ୍ୟ ମୂଲ୍ୟ ଦେବାକୁ ପଡ଼ୁଛି। ହଁ, ଏତେ ପରିଶ୍ରମର ଫଳ ବି ମିଳୁଛି।
ପିୟର୍ସନ୍ ରିସର୍ଚ୍ଚ କହୁଛି ଯେ ପୁରା ଦୁନିଆରେ ଦକ୍ଷିଣ କୋରିଆର ଶିକ୍ଷା ବ୍ୟବସ୍ଥା ହେଉଛି ନମ୍ବର 1। ତଥ୍ୟ ତ ସଫାସଫା କହୁଛି ଯେ ସେମାନଙ୍କର କଠିନ ପରିଶ୍ରମ କାମ ଦେଉଛି। ଆଉ ଏହି ଯେଉଁ କଠୋର ଶିକ୍ଷା ବ୍ୟବସ୍ଥା ଏହା ସିଧାସଳଖ ଦେଶର ଅର୍ଥନୀତି ସହିତ ବି ଜଡ଼ିତ। ସାମସଙ୍ଗ ଭଳି ବଡ଼ ବଡ଼ ଗ୍ଲୋବାଲ କମ୍ପାନୀଗୁଡ଼ିକ ଏହିଭଳି କଠିନ ପରିଶ୍ରମୀ ଆଉ ପ୍ରତିଯୋଗୀ ପରିବେଶରୁ ହିଁ ତିଆରି ହୋଇଛନ୍ତି। ଏହି ସଫଳତା ନିଶ୍ଚିତ ଭାବେ ବହୁତ ବଡ଼, କିନ୍ତୁ ଏସବୁ ଶେଷରେ ଗୋଟିଏ ବଡ଼ ପ୍ରଶ୍ନ ଛିଡ଼ା କରାଏ। ଏହି ସିଦ୍ଧତା ପାଇବାର ଅସଲ ମୂଲ୍ୟ କ'ଣ? ଏତେ ମାନସିକ ଚାପ, ବ୍ୟକ୍ତିଗତ ଜୀବନର ତ୍ୟାଗ ଆଉ ସମାଜର ଆଶାର ବୋଝ, ଏସବୁ ଦେଇ ଯେଉଁ ସଫଳତା ମିଳୁଛି ତାହା କ'ଣ ପ୍ରକୃତରେ ସେତିକି ମୂଲ୍ୟବାନ? ଏଟା ଭାବିବା କଥା।